ନମସ୍କାର ସାଙ୍ଗମାନେ, ଚାଲନ୍ତୁ ଆଜି ବନେଇବା କଞ୍ଚା କଦଳୀରେ ଚିପ୍ସ। କଞ୍ଚା କଦଳୀରେ ଚିପ୍ସ ବନେଇବା ପାଇଁ ମୁଁ ପ୍ରଥମେ କଦଳୀକୁ ଲମ୍ବା ଲମ୍ବା କାଟି ନେଇଛି। ତାକୁ ଧୋଇକିନା ସେଥିରେ ବେସନ, କଟା ପିଆଜ ଆଉ ସୁଜି, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଦେଇକି ଭଲ ଭାବେ ଏବେ ଆମେ ଗରମ ତେଲରେ ସେ ମ୍ୟାରିନେଟ୍ କଦଳୀ ସବୁ ଛାଣି ନେବା। କଦଳୀକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଆମେ ଛାଣି ନେବା। ଦେଖନ୍ତୁ ଏମିତି ବ୍ରାଉନ୍ କଲର୍ ହେବା ଯାକେ ଛାଣି ନେବେ। ଏବେ ରେଡ଼ି ହେଇଗଲା ଆମର କଞ୍ଚା କଦଳୀ ଚିପ୍ସ।